ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟ ଓଡ଼ିଶାରେ ଆଜିଠାରୁ ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଆରମ୍ଭ ହେବା ପାଇଁ ଯାଉଛି। ତେଣୁ ଏସ୍ଆଇଆର୍ ବିଷୟରେ ଯଦି ଆମେ କଥା ହେବା, ଏସ୍ଆଇଆର୍ ହେଉଛି ଆପଣମାନଙ୍କର ସ୍ୱତନ୍ତ୍ର ସଂଗଠନ ସଂଶୋଧନ। ତ ଏଇଟା ରହୁଛି ଯୋଉଥିରେ ଆପଣମାନଙ୍କର ସାରା ରାଜ୍ୟରେ ଭୋଟର ଆଇଡିରେ ବହୁତ କିଛି ଚେଞ୍ଜେସ୍ ହବା ପାଇଁ ଯାଉଛି। ଅର୍ଥାତ୍ ଯଦି ଆପଣମାନଙ୍କର ଘରେ କାହାର ବି ଭୋଟର ଆଇଡି ନାହିଁ ବା ଯୋଉମାନଙ୍କ ବୟସ 18+ ହେଇଯାଇଛି, ବର୍ତ୍ତମାନ ଏଇ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନରେ ସେମାନଙ୍କୁ ସାମିଲ କରାଯିବ। ତା ସହିତ ଡୁପ୍ଲିକେଟ୍ ଭୋଟରମାନଙ୍କୁ ଚିହ୍ନଟ କରାଯିବା ସହିତ ଯୋଉମାନଙ୍କର ଅଲରେଡି ଡେଥ୍ ହେଇଯାଇଛି ବା ମୃତ ଯୋଉମାନେ ହେଇଛନ୍ତି, ସେମାନଙ୍କୁ ମଧ୍ୟ ବର୍ତ୍ତମାନ ଭୋଟର ଲିଷ୍ଟରୁ ବାଦ୍ କରାଯିବ। ତେଣୁ ଆଜିଠାରୁ ଏହି ପ୍ରକ୍ରିୟା ସାରା ରାଜ୍ୟରେ ଆରମ୍ଭ ହେବା ପାଇଁ ଯାଉଛି। ତେଣୁ ଏହି ପ୍ରକ୍ରିୟାରେ ଆପଣମାନଙ୍କୁ ବହୁତ କିଛି ଡିଟେଲ୍ସ ଜାଣିବା ପାଇଁ ପଡ଼ିବ। ଯେମିତିକି ଆପଣମାନଙ୍କର ଯେଉଁ ବିଏଲ୍ଓ ବା ବୁଥ୍ ଲେଭେଲ୍ ଅଫିସର ଆପଣମାନଙ୍କ ଘରକୁ ଆସିବେ, ସେମାନେ ଆପଣମାନଙ୍କୁ ଏନୁମରେସନ୍ ଫର୍ମ ଦେବେ। ତ ସେଇ ଫର୍ମ କେମିତି ଫିଲ୍ଅପ୍ କରିବେ, ୟା ସହିତ କ'ଣ କ'ଣ ଡିଟେଲ୍ସ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ, କ'ଣ କ'ଣ ଡକୁମେଣ୍ଟ ଲାଗିବ ଏବଂ ଅଧିକାରୀମାନେ ଆପଣମାନଙ୍କୁ ଘରକୁ ଆସିଲେ ଆପଣମାନେ କ'ଣ କ'ଣ କରିବେ, ସେଇଟା ଜାଣିବା ନିହାତି ଦରକାର। କାରଣ ଏସ୍ଆଇଆର୍ ଗୋଟେ ବହୁତ ବଡ଼, ଯାହାକି ଆପଣମାନେ ଜାଣିଥିବେ ପୂର୍ବରୁ ଯେଉଁ ସବୁ ରାଜ୍ୟରେ ଏସ୍ଆଇଆର୍ ହେଇଛି, ତ ସେ ସମୟରେ ବହୁତ ସମୟରେ ଯାଇକି ପ୍ରଶ୍ନ ମଧ୍ୟ ଆସିଛି ଯେ ଏଇ ଏସ୍ଆଇଆର୍ ହବା ଦ୍ୱାରା ବହୁତ ଲୋକଙ୍କର ନାଁ ଭୋଟର ଲିଷ୍ଟରୁ କାଟିଛି। ତେଣୁ ଆପଣମାନେ କେମିତି ପୁରା ଭଲ ଭାବରେ ଏସ୍ଆଇଆର୍ ସମୟରେ ବା ଆପଣମାନଙ୍କର ଯେଉଁ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଚାଲିବ, ବିଏଲ୍ଓ ମାନଙ୍କୁ କୋଉ କୋଉ ଡାଟା ଦେବେ ବା ବିଏଲ୍ଓ ଯୋଉମାନେ ଆପଣମାନଙ୍କ ଘରକୁ ଆସିବେ, ସେମାନଙ୍କର କୋଉ କୋଉ ଡିଟେଲ୍ସ ଆପଣମାନେ ଠିକ୍ ଭାବରେ ଦେବେ, ସେ ବିଷୟରେ ସବୁକିଛି ମୁଁ ଆଜିର ଏଇ ଭିଡ଼ିଓରେ କହିବି। ତେଣୁ ଭିଡ଼ିଓଟି ନିହାତି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ରହିବ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ତ ଦେଖନ୍ତୁ, ଲାଷ୍ଟ ଟାଇମ୍ ଯଦି ଆମେ ଦେଖିବା ଏସ୍ଆଇଆର୍ ଯୋଉଟାକି ହେଇଥିଲା ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଯୋଉଟାକି 2002 ମସିହାରେ ହେଇଥିଲା। ତ ଏଇ 2002 ମସିହାର ଡାଟାବେସ୍ ଅନୁସାରେ ବର୍ତ୍ତମାନ ବହୁତ କିଛି ଯାହାକି ଚେଞ୍ଜେସ୍ ହେଇଛି। ତେଣୁ ସେଇ ଚେଞ୍ଜେସରେ କେମିତି ଆପଣମାନେ ସାମିଲ ହେବେ ବା କେମିତି ଆପଣମାନଙ୍କର ମ୍ୟାପିଂ କରାଯିବ, ସେଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆପଣମାନେ ମଝିରେ ଜାଣିଥିବେ ଯେଉଁ ବିଏଲ୍ଓ ବା ଆପଣମାନଙ୍କ ଅଞ୍ଚଳରେ ଯେଉଁ ବୁଥ୍ ଲେଭେଲ୍ ଅଫିସର ଅଛନ୍ତି, ଯୋଉମାନେ କି ଆପଣମାନଙ୍କର ସ୍କୁଲର ଟିଚର ସାଧାରଣତଃ ହେଇଥାନ୍ତି, ସେମାନେ ଆପଣମାନଙ୍କ ଘରକୁ ଆସି ଆପଣମାନଙ୍କର ଯେଉଁ ମ୍ୟାପିଂ, ଯୋଉମାନେ 2002 ମସିହା ଡାଟା ନଥିଲା, ସେମାନଙ୍କୁ ମ୍ୟାପିଂ କରିଥିଲେ। ତେଣୁ ମ୍ୟାପିଂ ହେଲା ପରେ ବର୍ତ୍ତମାନ କାମ ହେଲା ଆପଣମାନଙ୍କ ଘରକୁ ଆସି ସେମାନେ ଏନୁମେରେସନ୍ ଫର୍ମ ଦେବେ ଏବଂ ସେଇ ଫର୍ମକୁ ନେଇ ଆପଣମାନଙ୍କୁ ବହୁତ କିଛି ଡିଟେଲ୍ସ କରିବା ପାଇଁ ପଡ଼ିବ। ଯେମିତିକି ଫର୍ମ ଆପଣମାନେ କେମିତି ଫିଲ୍ଅପ୍ କରିବେ, ଯୋଉମାନଙ୍କର ନାଁ 2002 ମସିହାରେ ନଥିଲା, ସେମାନଙ୍କର ମ୍ୟାପିଂ ହେଲା ପରେ ସଠିକ୍ ଭାବରେ ବର୍ତ୍ତମାନ ଏଡ୍ ହେଇଛି କି ନାହିଁ ଏବଂ ସବୁଠାରୁ ଇମ୍ପୋର୍ଟାଣ୍ଟ ନୂଆ ହିତାଧିକାରୀ ଯୋଉମାନଙ୍କର 18+ ହେଇଛି, ସେମାନେ ବର୍ତ୍ତମାନ ଯାଇକି ସାମିଲ ହେବେ। ତ ଏନେଇ କ'ଣ କ'ଣ ପ୍ରକ୍ରିୟା ରହିଛି ସର୍ବପ୍ରଥମେ ଆମେ ଜାଣିବା। ମୁଁ ଆପଣମାନଙ୍କୁ ଡିଟେଲ୍ସ ସବୁ କିଛି ଏଇ ଭିଡ଼ିଓ ମାଧ୍ୟମରେ ତ ସବୁ କିଛି କହିହବନି। ତେଣୁ ପର୍ଯ୍ୟାୟକ୍ରମରେ ସବୁ କିଛି କହିବି। ଆଜିଠାରୁ ଆପଣମାନଙ୍କ ଏରିଆକୁ ଯାଇକି ବିଏଲ୍ଓ ଆସିଲା ପରେ ଯେଉଁ ଫର୍ମ ଦେବେ ଏନୁମରେସନ୍ ଫର୍ମ, ସେଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିବ। ସେଇ ଫର୍ମ କେମିତି ଫିଲ୍ଅପ୍ କରିବେ ତାହା ମଧ୍ୟ ଏହାର ପରବର୍ତ୍ତୀ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ତା ପୂର୍ବରୁ ଏସ୍ଆଇଆର୍ ସମ୍ପର୍କରେ ଆଉ କିଛି ଡିଟେଲ୍ସ ଅପଡେଟ୍ ଜାଣନ୍ତୁ। ତ ଦେଖନ୍ତୁ, ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଯୋଉଟାକୁ ଆମେ ସ୍ୱତନ୍ତ୍ର ସଂଗଠନ ସଂଶୋଧନ 2026 ବୋଲି କହୁଛୁ। ପ୍ରଥମେ ଦେଖନ୍ତୁ, ଏହାର କିଛି ଗୁରୁତ୍ୱପୂର୍ଣ୍ଣ ଆପଣମାନଙ୍କର ଗାଇଡଲାଇନ ରହିଛି ବା ଗୁରୁତ୍ୱପୂର୍ଣ୍ଣ ତାରିଖ ରହିଛି। ତା ଭିତରେ ପ୍ରଥମ ରହିଛି ପରିଗଣନା ଫର୍ମ ପୂରଣର ଅବଧି। ଅର୍ଥାତ୍ ଏନୁମେରେସନ୍ ଫର୍ମ ଯେଉଁ ବିଏଲ୍ଓ ମାନେ ରହିଛନ୍ତି, ଆପଣମାନଙ୍କ ଘରକୁ ଆସି ଆପଣମାନଙ୍କ ପରିବାରରେ ଯେତେ ଜଣ ସଦସ୍ୟ ରହିଛନ୍ତି, ସମସ୍ତଙ୍କର ଯୋଉଟାକି ଏନୁମରେସନ୍ ଫର୍ମ ସେ ପ୍ରଦାନ କରିବେ। ତ ସେଇ ଫର୍ମଟି ଆପଣମାନଙ୍କର ଇମ୍ପୋର୍ଟାଣ୍ଟ ରହିବ, ଯୋଉଟାକି ଆଜିଠାରୁ ଆରମ୍ଭ ହେଉଛି ଏବଂ 28 ତାରିଖ ପର୍ଯ୍ୟନ୍ତ ଏଇଟା ଆପଣମାନଙ୍କର ଚାଲୁ ରହିବ। ତା ସହିତ 5 ଜୁଲାଇରେ ଯେଉଁ ଆପଣମାନଙ୍କର ଏନୁମରେସନ୍ ଫର୍ମ ଆପଣମାନେ ସବମିଟ୍ କରିବେ, ତାପରେ ଏଠି ଆପଣମାନଙ୍କର ଭୋଟର ଲିଷ୍ଟ ଯାଇକି ପ୍ରକାଶ ପାଇବ। ତ ଭୋଟର ଲିଷ୍ଟ ପ୍ରକାଶ ପାଇଲା ପରେ ଆପଣମାନେ 5 ଜୁଲାଇରୁ 4 ଅଗଷ୍ଟ ପର୍ଯ୍ୟନ୍ତ ସେଥିରେ ଯଦି କୌଣସି ଆପଣମାନଙ୍କର ଭୁଲ ଅଛି, ଯେମିତିକି ଆପଣମାନଙ୍କର ନାଁ ହେଲା, ଡେଟ୍ ଅଫ୍ ବାର୍ଥ ହେଲା, ଆପଣମାନଙ୍କର ପ୍ୟାରେଣ୍ଟସ୍‌ଙ୍କର ଡିଟେଲ୍ସ ହେଲା, ଲିଷ୍ଟ ପ୍ରକାଶ ପାଇଲା ପରେ ଆପଣମାନେ ନିଜର ଯେକୌଣସି କମ୍ପ୍ଲେନ୍ କରିପାରିବେ। ତେଣୁ ଦାବି ବା ଯୋଉମାନଙ୍କର ନାଁ ବାଦ୍ କରାଯାଇଛି, ଯଦି ଭୁଲବଶତଃ କାହାକୁ ବାଦ୍ କରାଗଲା, ତାହେଲେ ଆପଣମାନେ ସେଇ କମ୍ପ୍ଲେନ୍ ଦେଇପାରିବେ। ତ ତାପରେ ଦେଖନ୍ତୁ, ଆଉ ଗୋଟେ ଆପଣମାନଙ୍କର ଇମ୍ପୋର୍ଟାଣ୍ଟ, ଯଦି ଆପଣମାନଙ୍କର ନାଁ କଟିଥିବ, ତାହେଲେ ଆପଣମାନଙ୍କର ପାଖକୁ ଯାଇକି ଗୋଟେ ନୋଟିସ୍ ଆସିବ। ଦେଖନ୍ତୁ, ତାର ମଧ୍ୟ ସମୟ ସୀମା ଦିଆଯାଇଛି।
ଆପଣମାନଙ୍କର 5 ଜୁଲାଇରୁ 2 ସେପ୍ଟେମ୍ବର ପର୍ଯ୍ୟନ୍ତ ଯୋଉମାନଙ୍କର ନାଁ କଟିଥିବ, ସେମାନଙ୍କ ପାଖକୁ ଆପଣମାନଙ୍କର ନୋଟିସ୍ ଆସିବ। ତ ସେଇ ସମୟରେ ଯଦି ଆପଣମାନଙ୍କର ନୋଟିସ୍ ପିରିୟଡରେ ଆପଣମାନେ ଯଦି ତାକୁ କରେକ୍ସନ ନ କରିବେ, ତାହେଲେ ଆପଣମାନଙ୍କର ନାଁ କଟିଯିବ। ନାଁ କଟି ସାରିଲା ପରେ ଚୂଡ଼ାନ୍ତ ଯୋଉ ଭୋଟର ଲିଷ୍ଟ ଆସିବ ଯୋଉଟାକି 6 ସେପ୍ଟେମ୍ବର। ତେଣୁ ଏଇ ପ୍ରୋସେସଟି ବର୍ତ୍ତମାନ 3 ମାସ ଧରି ଚାଲୁ ରହିବ। 3 ରୁ 4 ମାସ ଚାଲୁ ରହିବ ଆପଣମାନଙ୍କର ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର। 4 ମାସ ଚାଲୁ ରହିବ। ତେଣୁ ଏଇ ଯୋଉ ଏସ୍ଆଇଆର୍ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଆଗକୁ ଯାହାକି ହବା ପାଇଁ ଯାଉଛି। ତେଣୁ ଯୋଉମାନେ ଏ ବିଷୟରେ ଅପଡେଟ୍ ରହିବେ ନାହିଁ, ସେମାନେ ପରବର୍ତ୍ତୀ ସମୟରେ ଅସୁବିଧା ସମ୍ମୁଖୀନ ହେବେ। ତାପରେ ଦେଖନ୍ତୁ ଯୋଉ ବିଏଲ୍‌ଓ ମାନେ ଆଜି ଆପଣମାନଙ୍କ ଘରକୁ ଆସୁଥିବେ, ଅଲରେଡି ଯାହାକି ଗତକାଲିଠାରୁ ସବୁ ବିଏଲ୍‌ଓ ମାନଙ୍କର ଆପଣମାନଙ୍କର ଟ୍ରେନିଂ ସରିସାରିଲାଣି। ତେଣୁ ଆଜିଠାରୁ ସେମାନେ ପ୍ରତ୍ୟେକ ଘରକୁ ଆସିବେ। ଘରକୁ ଆସିଲା ପରେ ଆପଣମାନଙ୍କୁ ପରିଗଣନା ଫର୍ମ ବା ଏନୁମରେସନ୍ ଫର୍ମ ଦେବେ। ତା ସହିତ ଆପଣମାନଙ୍କର ଫର୍ମ ଫିଲ୍ଅପ୍‌ରେ ଯଦି କୌଣସି ପ୍ରୋବ୍ଲେମ୍ ହଉଛି ବା ଆପଣମାନେ ଜାଣିପାରୁନାହାନ୍ତି, ତାହେଲେ ସେ ବିଷୟରେ ମଧ୍ୟ ଆପଣମାନଙ୍କୁ ସେମାନେ ଡିଟେଲ୍ସ ଗାଇଡ୍ କରିବେ। ତା ସହିତ ଆପଣମାନଙ୍କ ଦ୍ୱାରା ଆବଶ୍ୟକ ସୂଚନା ସହ ପୂରଣ ହୋଇଥିବା ପରିଗଣନା ଫର୍ମ ସଂଗ୍ରହ କରିବେ ଏବଂ ଆପଣମାନଙ୍କୁ ଏକ ଏକ୍ନୋଲେଜମେଣ୍ଟ ପ୍ରଦାନ କରିବେ। ଦେଖନ୍ତୁ ଏଇଟା ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ରହିବ। ଆପଣମାନଙ୍କ ଯୋଉମାନେ ବି ବର୍ତ୍ତମାନ ଘରେ ନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଅପଡେଟ୍ ରହିବ। ଯୋଉମାନେ ବାହାରେ ରହୁଛନ୍ତି, ସେମାନେ କେମିତି ଏସ୍ଆଇଆର୍‌ରେ ସାମିଲ ହେବେ, ସେଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ରହିବ। ତେଣୁ ବାହାରେ ଯୋଉମାନେ ରହୁଛନ୍ତି, ଯଦି ତାଙ୍କର ସୁବିଧା ହଉନାହିଁ ଏଇ ସମୟ ଭିତରେ ଆସିବା ପାଇଁ, ଚେଷ୍ଟା ତ କରିବେ ଆପଣମାନଙ୍କର ଆସିବା ପାଇଁ। ନହେଲେ ଯଦି ପରିବାରରେ ଯିଏ ବି ରହୁଛନ୍ତି, ସମସ୍ତଙ୍କର ଡିଟେଲ୍ସ ସେଠି ଆପଣମାନେ ଦବା ପାଇଁ ପଡ଼ିବ। ତ ଯୋଉ ଫ୍ୟାମିଲିରେ କୌଣସି ବି ମେମ୍ବର ଘରେ ଅଛନ୍ତି, ଆଉ ଯୋଉମାନେ ବାହାରେ ରହୁଛନ୍ତି, ସେମାନଙ୍କର ସବୁକିଛି ଡିଟେଲ୍ସ ଆପଣମାନଙ୍କୁ ଠିକ୍ ଭାବରେ ଦେବା ପାଇଁ ପଡ଼ିବ। ତେଣୁ ଏଇଟା ଗଲା ତାର ଡିଟେଲ୍ସ, ଆପଣମାନଙ୍କର ଟାଇମଲାଇନ୍ କୋଉ ଦିନ କଣ ହବା ପାଇଁ ଯାଉଛି। ଏବେ ଆସନ୍ତୁ ଆମେ ଜାଣିବା ଯୋଉ ଏନୁମରେସନ୍ ଫର୍ମ କଣ? ସେ ବିଷୟରେ ମୁଁ ସାମାନ୍ୟ ଟିକେ ହିଣ୍ଟସ୍ ଆପଣମାନଙ୍କୁ ଦଉଛି ଯେ ଆଜି ଯୋଉ ଏନୁମରେସନ୍ ଫର୍ମ ଆପଣମାନଙ୍କୁ ମିଳିବ, ସେଇ ଏନୁମରେସନ୍ ଫର୍ମ କେମିତି ହେଇଥିବ? ତ ଦେଖନ୍ତୁ ଏଇଟା ରହିଛି ସେଇ ଏନୁମରେସନ୍ ଫର୍ମ, ଯୋଉଟାକି ଆପଣମାନଙ୍କୁ ମୁଁ ଗୋଟେ ଡେମୋ ଦେଖଉଛି। କିନ୍ତୁ ଯେତେବେଳେ ଆପଣମାନଙ୍କ ପାଖକୁ ଆସିବ, ଏଠି ଆପଣମାନଙ୍କର ଯୋଉମାନଙ୍କର ନାଁ ବର୍ତ୍ତମାନ ଭୋଟର ଲିଷ୍ଟରେ ଅଛି, ତାଙ୍କର ନାଁ, ଆଡ୍ରେସ୍ ସବୁକିଛି ପୂର୍ବରୁ ପ୍ରିଣ୍ଟ ହେଇଥିବ। ଏଠି ଆପଣମାନଙ୍କର ସିରିଆଲ ନମ୍ବର, ପାର୍ଟ ନମ୍ବର, ନେମ୍ ସବୁକିଛି ଏଠି ଆପଣମାନଙ୍କର ପୂର୍ବରୁ ପ୍ରିଣ୍ଟ ହେଇଥିବ। ତା ସହିତ ଗୋଟେ କ୍ୟୁଆର୍ କୋଡ୍ ଥିବ ଏବଂ ଆପଣମାନଙ୍କର ଯୋଉ ପୁରୁଣା ଫଟୋ ଯୋଉଟାକି ଭୋଟର ଆଇଡିରେ ଅଛି, ସେଇଟା ଏଠି ଆପଣମାନଙ୍କର ରହିବ। ତ ଆପଣମାନଙ୍କୁ ଏଠି କଣ କରିବା ପାଇଁ ପଡ଼ିବ? ଏଠି ଆପଣମାନଙ୍କର ଗୋଟେ ନୂଆ ଫଟୋ ଏଡ୍ କରିବା ପାଇଁ ପଡ଼ିବ। ତାପରେ ଯୋଉ ଡାଟା ରହିଛି 2ଟି ଡାଟା, ସେଇ ଡାଟା ଭଲ ଭାବରେ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଏଥିରେ କେମିତି ଡାଟା ଅଛି ମୁଁ ଆପଣମାନଙ୍କୁ କହିଦଉଛି। ପ୍ରଥମ ନମ୍ବରରେ ଯୋଉମାନଙ୍କର ନାଁ 2002 ମସିହା ଏସ୍ଆଇଆର୍‌ରେ ଥିଲା, ସେମାନେ ଏଇ ଫର୍ମଟି ଫିଲ୍ଅପ୍ କରିବେ ଏବଂ ଯୋଉମାନଙ୍କର ନାଁ 2002 ମସିହା ଏସ୍ଆଇଆର୍‌ରେ ନଥିଲା, ସେମାନେ ବର୍ତ୍ତମାନ ଏଇ ଫର୍ମଟି ଫିଲ୍ଅପ୍ କରିବେ। ଅର୍ଥାତ୍ ଏଇ ରାଇଟ୍ ସାଇଡ୍‌ରେ ଯୋଉଟାକି ରହିଛି, ସେଇଟା ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତ ଏଠି କିଛି ଆବଶ୍ୟକ ଡକ୍ୟୁମେଣ୍ଟ ମଧ୍ୟ ଲାଗିପାରେ, ଯୋଉଗୁଡ଼ିକୁ ମୁଁ ପରବର୍ତ୍ତୀ ଭିଡିଓରେ ଆପଣମାନଙ୍କୁ କହିବି। ତ ଏଇ ଭିଡିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ଯଦି ଭିଡିଓଟି ଇନଫର୍ମେଟିଭ୍ ଲାଗିଛି, ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଏଇ ଭିଡିଓଟି ବହୁତ ମାତ୍ରାରେ ସେୟାର କରିବେ। ଯାହାଦ୍ୱାରା କି ସମସ୍ତେ ଏସ୍ଆଇଆର୍ ବିଷୟରେ ଜାଣିପାରିବେ ଏବଂ କେମିତି ସହଜରେ ଏସ୍ଆଇଆର୍ ଆପଣମାନଙ୍କର କମ୍ପ୍ଲିଟ୍ ହେଇପାରିବ, ସେ ବିଷୟରେ ବିଏଲ୍‌ଓ ମାନଙ୍କୁ ସହଯୋଗ କରିବେ। ତ ଏହାର ପରବର୍ତ୍ତୀ ଭିଡିଓରେ ଆମେ ଏଇ ଏନୁମରେସନ୍ ଫର୍ମ କେମିତି ଫିଲ୍ଅପ୍ କରିବା, ସେ ବିଷୟରେ ଆଉ ଗୋଟେ ଡେଡିକେଟେଡ୍ ଭିଡିଓ ନେଇ ଆସିବି। ଧନ୍ୟବାଦ।